हरे कृष्ण दाढ़ेत भक्ति रस सप्तम अध्याय रामदास संवाद मनुवाच शुणी आनंद मनु राजा चैतन्य पादे कले पूजा कह हे अपूर्व चरित शुणी मु होइबी पवित्र एही प्रकारे भक्त जेते तरी अछंती कह मोते अति तृषित मोर मन बेगे कराओ शुद्ध पान शुणी चैतन्य अनुरागे कुहंती मन राजागे हे मन शुण सावधाने शुणिले पाइबु करणे ए बड़ अपूर्व चरित शुणि निश्चल कर चित दक्षिण देशे पुण्य क्षेत्र देखिला मात्र के पवित्र स्त्रीलक्ष्मणंक सहर भक्ति मुक्ति दुआर स्वर्गर समान अटई जमर बाधा न लगई एमंत पुण्य ग्रामे वास नाम ताहार रामदास गृही वैष्णवी अटे पुण तार कुटुंब 3 जन एकई पुत्र एक नारी से ग्रामे थांती मठ करी सर्वदा काले ता भजन केवल प्रभु लक्ष्मण श्रीपाद पद्म पद भावी न जाने अन्य देवा देवी करिण एही भावे ध्यान सुखेण बंचु थाई दीन जहा मिलई भुंजे नित्य चिंता न थाई तार चिते धीर चतुर महाशांति पंडित विवेकता मती प्रभु महिमा नित्य शुणे संसार भल मंद जाने देह बहिबा जेउ लाभ केवल करे सही भाव साधुंक सेवा करे नित्य दियोई सेहु सदावर्त वैष्णव नानादि प्रकारे आसी मिलंती तार द्वारे राग निर्मोही खंकी जाते विरक्त संयमी सहिते चारि संप्रदाय साधु माने आसी मिलंती तार द्वारे जोगी सन्यासी ब्रह्मचारी बानप्रस्थ गृहस्थ भिकारी संजोगी विप्रंक सहिते दुखी दरिद्र आदि जेते एमाने चारु दिगु आसी ता द्वारे भोजन प्रकाशी नाही न बोले से बचने सबुंकु तो से अन्नदाने रुटी खेचड़ी पूरी खीरी अन्न व्यंजन आदि करी जे जेउ द्रव्य इच्छा करे तो सही सही परकारे 10 20 62 जेते किबा सहस्र परिजन्ते जेते ओइले तेते देई केबे हे नाही न बोलई तार संकल्प एही मते द्वारे अतिथि थांती जेते तांक चरचा जेबे होई अतेबे से अन्न खाए जाई नहिले न करे भजन एही प्रकारे बंचे दिन एते मंते केते दिन गला तार संपद च्युत हेला ता देखी दारा पुत्र तार बोलंती शुण हे पियर दिन कु दिन धन शेष अभाग्य हेलाटी प्रवेश
ଆଗହୁ ବିଚାରି ନଥିବା ଅତିଥି କାହୁଁ ଚରଚିବା ଶୁଣିଏ ସନ ସନ୍ଦେଶ ବୋଇଲା ଭକ୍ତ ରାମଦାସ ଚିନ୍ତିନ୍ତ କିମ୍ପା ତୁମ୍ଭ ମନ ଯାହାର ପ୍ରଭୁ ଲଛମନ ଦେବାଦି ଆଇବା ଠାକୁର କେବଳ ସେହି ସିନା ମୋର ତା ବିନା ଆଜ୍ଞାରେ ଯିବ କିସ କରିବା ଶକ୍ତି ହେବ ସାଧୁଙ୍କ ସେବାକୁ ମଛାର କୋଟିଏ କୀଟରୁ ଅନ୍ତର କେବଳ ସାହା ଦେବରାୟ ଏଣୁ ମୋ ନାହିଁଟି ଭୟ ଏମନ୍ତ ମନେ ବିଚାରିଲା ଏକ ସାଧୁତା ଦ୍ୱାରା ହେଲା ଆପଣା ନାମେ ଗୋଜା ଦେଇ ବୋଇଲା ଶୁଣ ଧନି ତୁହି ସାଧୁମାନଙ୍କ ଚରଚାକୁ ଦେବ ହେ ଖରଚ ଆମ୍ଭଙ୍କୁ ପ୍ରତିଦିନର ବ୍ୟୟ ଯେତେ କେବଳ ଦେଉଥିବ ମୋତେ ଏମନ୍ତ ବୋଲି ଚଳିଗଲେ ମନ୍ଦିରେ ପ୍ରବେଶ ହୋଇଲେ ପୁତ୍ର ଭାରିଜାକୁ କହିଣ ଆନନ୍ଦ ହେଲେ ତିନି ଜଣ ସେହି ସାଧୁର ଘରୁ ଧନ ବ୍ୟୟ କରନ୍ତି ପ୍ରତିଦିନ ଯେତେବେଳରେ ଲୋଡ଼ା ଯାହା ସାଧୁତା ଦେଉଥାଇ ତାହା ଏମନ୍ତେ ଗଲା କେତେ ଦିନ ଗୋଜାରେ ପୂର୍ଣ୍ଣ ହେଲା ଧନ ଲେଖାରେ ସହସ୍ର ମୋହର ଦେଲା ଯେ ଦାସଙ୍କ ଉପର ଆଉ ନ ଦେଲା ଧନ ଧାନ କହିଲା ନିଷ୍ଠୁର ବଚନ ବୋଇଲା ଧନ ମୋର ଦିଅ ଲୋଡ଼ା ହୋଇଲେ ଆଉ ନିଅ ତାଠାରୁ ନିରାଶ ଶୁଣିଲେ ଆବର ଧନୀ ଘର ଗଲେ ଅନେକ ପ୍ରକାରେଣ କହି ପୁଣି ଗୋଜାଏ ଲେଖା ଦେଇ ତାଠାରୁ ବ୍ୟୟ କଲେ ଧନ ଏମନ୍ତ ଗଲା କେତେ ଦିନ ତହୁଁ ସମ୍ପୂର୍ଣ୍ଣ ତାର ହେଲା ଆଉ ଅଧିକ ସେ ନ ଦେଲା ଏମନ୍ତ ବିଚାରିଣ ମନ ତାଠାରୁ ବନ୍ଦ କଲେ ଋଣ ନଗରେ ସମସ୍ତେ ଜାଣିଲେ ଦାସେ ଅନେକ ଋଣ କଲେ ଏମନ୍ତେ ସମସ୍ତେ ସାଧୁତ ପ୍ରତେନ କଲେ କଦାଚିତ ମାଣେ ତଣ୍ଡୁଳ ପ୍ରକାଶିଲେ ସକଳ ଲୋକ ଝିଙ୍କାସିଲେ ସୁନିଆ ଶସ୍ତ୍ର ପାଞ୍ଚ ଯାଏ ଋଣ ତୁ କଲୁ ସବୁଠାଏ ଏତକ ଅଣ୍ଟୁ ନାହିଁ ତୋତେ ଆହୁରି ମାଗୁ ଅଛୁ କେସେ ଏମନ୍ତେ ସବୁରି ନିରାଶ ଦେଖିଣ ଭକ୍ତ ରାମଦାସ ବିଚାର କଲାକ ମନର କି ବୁଦ୍ଧି କରିବି ଏଥର ସାହୁଙ୍କ ନିରାଶ ବଚନ ମଠରେ ନାହିଁ ଆହୁ ଧନ ଏହି ସମୟ ସାଧୁମାନେ ଯେବେ ଆସିବେ ମୋ ଭବନେ ତାହାଙ୍କୁ ଦେବି ମୁହିଁ କିସ ନଦେଲେ ହୋଇବି ନିରାଶ ଅତିଥି ଲେଉଟିବେ ଯେବେ ମୋର ମରଣ ହେବ ତେବେ ଏମନ୍ତ ବିଚାରୁତା ଚିତେ ଆସି ମିଳିଲେ ଜମାଉତେ ଏକତ୍ରେ 500 ମୂର୍ତ୍ତି ମୁକୁଟ ବନ୍ଧା ଆସିଛନ୍ତି ମଠରେ ହୋଇଲେ ପ୍ରବେଶ ଦେଖିତା ଭକ୍ତ ରାମଦାସ ହୃଦ ପଦ୍ମରେ କଲା ଭୀତି ଚିନ୍ତିଲା ଅନନ୍ତ ମୂରତି हे प्रभु तुम्भे ଯାହା କର ସକଳ ଆୟତ ତୋହର ଏମନ୍ତ ବିଚାରୁତା ମନେ କଟାଳ କଲେ ସାଧୁମାନେ ବୋଇଲେ ଶୁଣ ଦାତା ତୁହି ଉଛୁରୁ କରୁ କାହିଁ ପାଇଁ ଆମ୍ଭ ଚରଚା ବେଗେ କର ଯେବେ ଧର୍ମକୁ ଇଚ୍ଛୁ ତୋର ବିଳମ୍ବ ହୋଇଲେ ବହୁତ ତୋହର ସରିବ ମହତ୍ଵ ଅତିଥି ସହି ନ ପାରିବେ ନାନା ପ୍ରକାରେ ଗାଳି ଦେବେ ତାହା ଶୁଣିନ ରାମଦାସ ବୋଇଲେ ତୁମ୍ଭେ ମାନେ ବସ ତୁମ୍ଭ ଚରଚା ବିଧିମାନ କରିବେ ପ୍ରଭୁ ଲଛମନ ମୋଛାର କେତେକ ମାତର କହି ଚଳିଲେ ନିଜପୁର ପୁତ୍ର ଭାରିଜାକୁ ବସାଇ ସକଳ କହିଲେ ବୁଝାଇ ସାଧୁ ମାନେ ଯେ ସନ୍ଥି ଯେତେ ମାନେ ତଣ୍ଡୁଳ ଆଉ ମତେ परते करिण न देले कि बुद्धि करिबा गो भले साधुंक कटाळ बहुत घरे तो नहीं आउ बित आनर चरचा केमंते करिबा कह बुद्धि मते शुणी पुत्र द्वारा कही किंपाई चिंता कर तुही मठ पित्तल सजमान गरिया गड़ु बरतन लोटिया बड़ा कुंभ जेते जे स्थली फरुआ सहिते एमने जे एमंते जे अछि तोहर
ଆବର ଦେହ ଅଳଙ୍କାର ସମସ୍ତ ଘେନି ବେଗେ ଯାଅ ସାଧୁଙ୍କ ଘରେ ବନ୍ଧା ଦିଅ। ଆଜ ଅତିଥିଙ୍କ ନିମନ୍ତେ ଲୋଡ଼ା ହୋଇବ ଧନ ଯେତେ ବହନ ଯାଇ ଘେନି ଆସ ଶୁଣି ଆନନ୍ଦ ରାମଦାସ। ସମସ୍ତ ଦ୍ରବ୍ୟ ଠୁଳ କଲା ଘେନାଇ ଧତି ଘର ଗଲା ବୋଇଲା ଶୁଣ ହେ ସାଧୁ ତ ବନ୍ଧା ତୁ ରଖ ଏହୁ ବିତ ଆଜ ସାଧୁଙ୍କ ଲାଗେ ଯେତେ କେବଳ ତାହା ଦିଅ ମତେ। ଶୁଣି ସାଧୁ ତ କୋପ ଭର ବୋଲେଇ ଶୁଣ ମୋ ଉତ୍ତର ଆରେ ଯେତେ ପଦାର୍ଥ ଅଛି ତୋର ସକଳ ବନ୍ଧା ସିନା ମୋର ପଦାର୍ଥ ମୋତେ ଦେଇ ଆସିଛୁ ଜଟିବାର ପାଇଁ ଛାଡ଼ ଏ କଥା ମନୁ ତୋର ମହତ୍ତ ଜୀବଟି ଏଥର ଯେତେ ତୁ ଧନ ଅଛୁ ନେଇ ନ ଦେଇ ରଖିଛୁ କି ପାଇଁ କେବଳ ଭରସା ତୋହର ନ ଦେଉ ପଦାର୍ଥ ମୋହର। ଏଥର ମହତ୍ତ ସରିବ ପୁତ୍ର କୁଟୁମ୍ବ ବିକାଯିବ ଦେଖିବା କେ ରଖିବ ତୋର ଋଣ ସୁଝିଲେ ଯିବୁ ଘର। ଏମନ୍ତ ବୋଲି ଗାଳି ଦିଅନ୍ତେ ମିଳିଲେ ସକଳ ସାଧୁତେ ସକଳ ସାଧୁ ସେଇଟାରେ ଗଞ୍ଜିଲେ ନାନା ପରକାରେ କେବଲେ ଧନ ଦେଲେ ଯିବୁ ନଇଲେ ଅର୍ଗଳାରେ ଥିବୁ ଛାଡ଼ିଏ ବାହା ପିଆପଣ ଯେ ଯାହା ଧନ ବେଗେ ଆଣ ଲଜ୍ଜା କି ନାହିଁ କଲ ତୋତେ ଦାତା ବୋଲାଉ ଏ ଜଗତେ। ଶୁଣିଣ ସବୁରି ନିରାଶ ବୋଇଲା ଭକ୍ତ ରାମଦାସ ତୁମ୍ଭେ ସମସ୍ତେ ସାଧୁ ଶୁଣ ମୋତେ ଲାଗିଛି ତୁମ୍ଭ ଋଣ ଉପର ହସ୍ତ ଅଛ ଦେଇ ତଳ ହସ୍ତରେ ଅଛ ନେଇ ସେ ବ୍ରହ୍ମ ବିଷର ସମାନ ଖାଇକି ପାରେ କରେ ଋଣ ବିଷ ଖାଇଲେ ଜଣେ ମରେ ବ୍ରହ୍ମସ୍ତ୍ର ବଂଶ ନାଶ କରେ। ବ୍ରହ୍ମା ଇନ୍ଦ୍ରାଦି ସୁରେ ସୁରେ ଯକ୍ଷ ଗନ୍ଧର୍ବ ଯେ କିନ୍ନରେ ରଣେ ଭୁଜଙ୍ଗ ଦଂଶେ ଯାରେ ପୁଣିଆ ନାହିଁ ଆଉ ତାରେ ବିଷ ତ ଝଡ଼ିଲେ ଝଡ଼ଇ ନୋହିଲେ ଦେହ ସଙ୍ଗେ ରହି ସେ ମାଇ ଜୀବର ସହିତେ ବିଶ୍ୱର ବଡ଼ପଣ ଏତେ ବ୍ରହ୍ମାସ୍ତ୍ର କାଳେ ଦେହ ନାସି ଗମଇ ଜୀବ ସଙ୍ଗେ ମିଶି ବୃକ୍ଷର ଛାୟା ପ୍ରାୟ ହୋଇ ଜୀବର ସଙ୍ଗେ ଲାଗିଥାଇ ଋଣ ସୁଝିଲେ ଛାଡ଼ ଦେଇ ନୋହିଲେ ଜନ୍ମେ ଜନ୍ମେ ଥାଇ ଏଣୁ ଏ ପୁତ୍ର ଦାରା ଧନ ବୋଲନ୍ତି ଋଣ ନୁବନ୍ଧନ। କେବଳ କଥା ଏକ ଅଛି ଶୁଣ ମୁଁ ତୁମ୍ଭଙ୍କୁ କହୁଛି ବୋଇଲେ ରାଜା ଆଉ ନାହିଁ ଅଧିକ କି କହିବି ମୁହିଁ ସାହୁ ଯେ ଚନ୍ଦ୍ର ଗଙ୍ଗା ଜଳ କପାଡୁ କେବା ବା ଶୀତଳ ଶୁଣ ହେ ସକଳ ସାଧୁତେ ଆଜ ମାଗୁଣି ମୋର ଏତେ ଏ ସର୍ବରଖ ତୁମ୍ଭଠାରେ ସାଧୁ ଚର୍ଚ୍ଚା କର ଆଜ ବିଳମ୍ବ କଲେ ଅପରାଧ କେ କହୁ ସାଧୁଙ୍କର କ୍ରୋଧ ଏଣୁ ମାଗୁଣି ମୋର ଏତେ କରବା ନ କର ସମସ୍ତେ ତୁମ୍ଭ ବ୍ରହ୍ମସ୍ୱ ମାନ ଯେତେ ମନେ ଅଛଇ ମନିରତେ ଶ୍ରୀଲଛ ମନଙ୍କ ଆଜ୍ଞାରେ ସୁଝିବି ବିଚାରି ମନରେ। ଦାସଙ୍କ କହିବାରୁ ଏତେ ଶୁଣିନ ଆନନ୍ଦ ସମସ୍ତେ ଯେ ଯାହା ବନ୍ଧା ଆଣିଥିଲେ ସମସ୍ତେ ଲେଉଟାଇ ଦେଲେ ସାଧୁଙ୍କ ଚରଚାକୁ ଯେତେ ଲେଖିଣ ଦେଲେ ସେ ହରସେ ତାହା ଧରିଣ ରାମଦାସେ ଚଳିଲେ ମନର ହରସେ ମନ୍ଦିରେ ପ୍ରବେଶ ହୋଇଲେ ସାଧୁମାନଙ୍କୁ ଚରଚିଲେ ଅତିଥି ଭୋଜନ ସାରିଣ ଗଲେ ସେ କଲ୍ୟାଣ ବାଞ୍ଛିଣ ଏମନ୍ତେ 3 ଦିନ ଗଲା ଚତୁର୍ଥ ଦିନ ଆସି ହେଲା ଏଥିଉ ତାରୁ ଭକ୍ତି ଚିତେ ବିଚାର କଲା ନାନା ମତେ କି ବୁଦ୍ଧି କରିବି ବୋଇଲା ସାଧୁମାନଙ୍କୁ କଣ୍ଟ ହେଲା ନ ଦେଲେ ତାହାଙ୍କର ଭିତ ରଖିବେ ନାହିଁ ମୋ ମହତ୍ତ୍ୱ ଏଥିଉ ତାରୁ ତୀର୍ଥବାସୀ ଯଦ୍ୟପି ମୋର ଦ୍ୱାରେ ଆସି ପ୍ରକାଶ କରିବେ ଭୋଜନ ମୋତେ ତ ନ ମିଳିବ ଧନ ନିରାଶ ହୋଇଣ ସମସ୍ତେ ଲେଉଟିଣ ଯିବେ ଯେ ଯାହା ମତେ ତାହା ଦେଖିଣ ମୋ ଜୀବନ ଥିବାରେ କିସ ପ୍ରୟୋଜନ ଦେଖୁ ନ ଦେଖୁ ଏହି ନ ଚରିତ୍ର ଜୀବନ ଯିବା ହିଁ ଉଚିତ ଏମନ୍ତ ବୋଲି ଚଳିଗଲେ ନାଗ ଗରଳ ଅଣାଇଲେ ଯତନ କରି ତାହା ରଖି ପତ୍ନୀ କି ବୋଲେ ସେ ଡାକି ଅତିଥି କିଛି ନ ପାଇବେ ନିରାଶ ହୋଇ ବାହୁଡ଼ିବେ ଏହା ଦେଖିବା ଯାଏ ପ୍ରାଣ ରହିବା କିସ ପ୍ରୟୋଜନ ଏଥକୁ ନୁହନ୍ତୁ ବିକଳ ମୁହିଁ ଯେ ଭକ୍ଷିବି ଗରଳ ତା ଶୁଣି ଯୁବତୀ ରତନ ପତି କି ବୋଲନ୍ତି ବଚନ ତୁମ୍ଭେ ତ ମୋର ସଙ୍ଗ ଫଳ ବୃକ୍ଷକୁ ଯେସନ ବକଳ ଫଳର ମଞ୍ଜି ପ୍ରାୟ ହୋଇ ଦଇବେ ଲଗାଇ ଅଛଇ ପତି ବିହୀନା ଯେଉଁ ନାରୀ ସଂସାରେ ଥାନ୍ତି ଦେହ ଧରି କେ କହୁ ତାଙ୍କ ଦୁଃଖ ମାନ ଜୀବନ୍ତେ ମରଣ ସମାନ ମତେ ଛାଡ଼ିବା ମନେ କର ଏ କଉ ଧର୍ମ ତୁମ୍ଭର ତୁମ୍ଭେ ପରାଣ ଦେବ ଯେବେ ମୁହିଁ ଭୁଞ୍ଜିବି ବିଷ ତେବେ ତା ଶୁଣି ସ୍ୱାମୀ ବୋଲେ ସତ ପୁତ୍ର ଯେ ହୋଇବ ଅନାଥ ଅବଳା ବୋଲଇ ବଚନ ଯାହାର ପ୍ରଭୁ ଲଛମନ ତାର କାହାକୁ ଡର ଅଛି ଭୋସ୍ୱାମୀ ଅବଳା ବୋଲଇ ବଚନ ଯାହାର ପ୍ରଭୁ ଲଛମନ ତାର କାହାକୁ ଅଛି ଡର ଭୋସ୍ୱାମୀ ବିଚାର ନ କର
ଏମନ୍ତେ କୁହାକୁହି ହେଲେ ଦୁହେଁ ଭୁଞ୍ଜିବା ମୂଳ କଲେ। ଏଥି ଉତାରୁ ଶୁଣ ରସ ରଜନୀ ହୋଇଲା ପ୍ରବେଶ। ପୁତ୍ର ଦାରାଦି 3 ଜଣ ଆନନ୍ଦେ ଭୋଜନ ସାରିଣ ଶୟନ ମନ୍ଦିରରେ ପଶି ସମସ୍ତେ ପ୍ରଭୁ ନାମ ଘୋଷି ବିଷ ତାଟିଆ ଲୁଚାଇଣ ରଖିଲେ ଶୟନ ଠାବେଣ। ଭୁଞ୍ଜିବା ପୁତ୍ର ନିଦ୍ରା ଗଲେ ବୋଲି ଗୁପତେ ବିଚାରିଲେ ପ୍ରଭୁଙ୍କ ପାଦେ ପଦ୍ମେ ମତି ଦେଇଣ ଦେଇ ଅନେକ କଲେ ସ୍ତୁତି। ଜୟ ତୁ ଜୟ ଦୀନ ବନ୍ଧୁ ନାମ କରୁଣାମୟ ସିନ୍ଧୁ ଅନାଦି ପ୍ରଭୁ ଆଦି କନ୍ଦ ଲୋକ ପାଳନ ସଦାନନ୍ଦ। ଏଣୁ ଶରଣ ତୋ ପୟର ତୁ ନାଥ ଯାହା ଇଚ୍ଛା କର। ଜୟ ତୁ ଅନନ୍ତ ମୂରତି ଅଶେଷ ଜୀବ ପ୍ରାଣପତି। ଜୟ କୋଦଣ୍ଡ କାଣ୍ଡ ପାଣି ଚିନ୍ତାର୍ଥୀ ଜନ ଚିନ୍ତାମଣି। ଭକତ ବତ୍ସଳ ତୋ ବାନା ଭବ ଭୟକୁ ବଜ୍ର ସେହ୍ନା। ପ୍ରାର୍ଥନା ସରୁଛି ଆମ୍ଭର ତୁ ନାଥ ଯାହା ଇଚ୍ଛା କର। ଏମନ୍ତ ବୋଲି ବେନି ପ୍ରାଣୀ ଜାଣିଲେ ସର୍ବଅନ୍ତର୍ଯ୍ୟାମୀ। ମହାନିଦ୍ରାକୁ ଆଜ୍ଞା ଦେଲେ ବହନ ଯିବୁ ତୁ ବୋଇଲେ। ମୋ ଭକ୍ତ ମାନଙ୍କୁ ଯାଇଣ ନିଦ୍ରାରେ ମୋହ ଏହି କ୍ଷଣ। ଆଜ୍ଞା ପ୍ରମାଣୀ ନିଦ୍ରା ଗଲା ତିନିଙ୍କ ହୃଦୟ ମୋହିଲା। ବିଷ ଭକ୍ଷିବା ଭୁଲି ଯାଇ ନିଦ୍ରାରେ ପଡ଼ିଲେ ଘୁମାଇ। ଏମନ୍ତ ସମୟରେ ଆସି ହୋଇଲା 10 ଘଡ଼ି ନିଶି। ଯେ ପ୍ରଭୁ ସର୍ବଦା ଚିନ୍ତା ଲାଗିଲା ଭକ୍ତ ଜନ ଚିନ୍ତା। ଅତ୍ୟନ୍ତ ତୋରା ହେଲା ମନ ବିଜୟ ପ୍ରଭୁ ଲଛମନ। ସେ ରାମ ଦାସଙ୍କ ସ୍ୱରୂପ ମାୟାରେ ହେଲେ ଯେ କୁରୂପ। ସଙ୍ଗତେ ଘେନି ଦାସ ଜନ ବୁହାଇ ସାଧୁଙ୍କର ଧନ। ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପାର୍ଥକ୍ୟ କରି ସମଗ୍ର ମାନବ ସମାଜ ପାଇଁ ଏକ ଅତି ସୁନ୍ଦର ଶ୍ଲୋକ କହିଛନ୍ତି। ସେ ଶ୍ଲୋକଟି ହେଉଛି ଏହା, ଅନନ୍ୟ ଚିନ୍ତୟନ୍ତେ ଯୋମାଂ ଯେଜନା ପର୍ଯ୍ୟୁପାସତେ ତାସାଂ ନିତ୍ୟାଭିଯୁକ୍ତାନାଂ ଯୋଗ କ୍ଷମ ବହାମ୍ୟହମ୍। କେତେ ସୁନ୍ଦର କଥା। ଏଠି ଭକ୍ତ ରାମଦାସ ପରମ ବୈଷ୍ଣବ ସାଧୁମାନଙ୍କ ସେବା କରିବା ପାଇଁ ପ୍ରତିଦିନ ସେ ସାଧୁମାନଙ୍କର ସେବା କରୁଥିଲେ। ଏବଂ ସ୍ୱାମୀ ସ୍ତ୍ରୀ ଏବଂ ପୁତ୍ର ଯେତେବେଳେ ତାଙ୍କର ସମସ୍ତ ଧନ ସରିଗଲା ସେ ସାଧୁ ଅର୍ଥାତ୍ ତାଙ୍କ ଗାଁର ଜମିଦାର ଘରୁ କିଛି 100 ସ୍ୱର୍ଣ୍ଣ ମୁଦ୍ରା ଋଣ ଆଣିଲେ। ଏବଂ ସେ ଯେତେବେଳେ 100 ସ୍ୱର୍ଣ୍ଣ ମୁଦ୍ରା ହେଇଗଲା ସେ ସାଧୁ ଆଉ ଋଣ ଦେଲେ ନାହିଁ। ତାପରେ ଭକ୍ତ ରାମଦାସ ଅନ୍ୟ ଜଣେ ସାହୁକାରଙ୍କ ଘରକୁ ଯାଇ ମଧ୍ୟ ଯଥାରୁ ପୁଣି 100 ସ୍ୱର୍ଣ୍ଣ ମୁଦ୍ରା ଆଣିଲେ ଏବଂ ସେ ପଇସା ମଧ୍ୟ ସେ ସୁଝି ପାରିଲେ ନାହିଁ। ପରେ ଦିନେ ହଠାତ୍ ବହୁତ ସାଧୁମାନେ ଆସି ତାଙ୍କ ଆଶ୍ରମରେ ବା ମଠରେ ଉପସ୍ଥିତ ହେଲେ। ସାଧୁମାନେ ଅନ୍ନ ଭୋଜନ କରିବା ପାଇଁ ମାଗିଲେ। ତାପରେ ସେ ବହୁତ ମର୍ମାହତ ହେଲେ। ସେ ଜାଣିପାରିଲେ ଯେ ମୋତେ ଆଉ କେହି ତ ଋଣ ଦେବେ ନାହିଁ, ମୁଁ କ'ଣ କରିବି। ତାଙ୍କର ପତ୍ନୀ କହିଲେ, ଆମ ମଠରେ ଯେଉଁ ପିତ୍ତଳ ବାସନ ସବୁ ଅଛି ତୁମେ ସେ ବାସନ ସବୁ ନେଇ ସାହୁକାର ଘରେ ବନ୍ଧା ପକାଇ ଆଜି ଦିନକ ପାଇଁ କିଛି ଚାଉଳ ଡାଲି ପନିପରିବା ଆଣ। ଏହି କଥା ଶୁଣି ଭକ୍ତ ରାମଦାସ ଅତ୍ୟନ୍ତ ହର୍ଷିତ ହେଲେ ଏବଂ ମଠରେ ଥିବା ସମସ୍ତ ପିତ୍ତଳ ସାମଗ୍ରୀକୁ ନେଇ ସାଧୁଙ୍କ ପାଖକୁ ଗଲେ। ସାଧୁ ମହାଜନ କହିଲେ, ତୁମ ମଠ ଏବଂ ତୁମ ମଠରେ ଥିବା ସମଗ୍ର ଜିନିଷ ମୋ ପାଖରେ ବନ୍ଧକ ସୂତ୍ରରେ ଅଛି। ମୋର ଜିନିଷ ଆଣିଛୁ ମୋତେ ଦେବା ପାଇଁ, ଏ କେମିତିଆ କଥା। ଏ କଥା ଶୁଣି ଭକ୍ତ ରାମଦାସ ନାନା ପ୍ରକାର ବୁଝାଇ କହିଛନ୍ତି, ହେ ମହାଜନେ, ଆଜି ତ ସାଧୁମାନେ ଆସି ମୋ ମଠରେ ଅଛନ୍ତି, ତୁମେ କୃପା କରି ମୋତେ କିଛି ଧନ ଦିଅ, ମୁଁ ଯାହାଫଳରେ କି ସାଧୁଙ୍କ ସେବା କରିପାରିବି। ସାଧୁ ପରିଶେଷରେ ଭକ୍ତ ରାମଦାସଙ୍କ କଥାରେ ରାଜି ହୋଇ ତାଙ୍କୁ 1 ଦିନ ପାଇଁ କିଛି ଧନ ଦେଇଛନ୍ତି। ଯାହାଫଳରେ କି ଭକ୍ତ ରାମଦାସ ସାଧୁମାନଙ୍କର ସେବା କରିଛନ୍ତି ଏବଂ ସାଧୁମାନେ ଅନ୍ନ ବ୍ୟଞ୍ଜନ ଅନ୍ନପ୍ରସାଦ ଗ୍ରହଣ କରି ରାମଦାସଙ୍କୁ ଆଶୀର୍ବାଦ କରି ଚାଲି ଯାଇଛନ୍ତି। ଏବଂ ତାଙ୍କ ପାଖରେ ଧନ ନାହିଁ ଏବଂ ତାଙ୍କୁ କେହି ଧନ ଦେବେନି ଏ କଥା ବିଚାର କରି ସେ କିଛି ବିଷ ଆଣି ସଂଗ୍ରହ କରି ରଖିଛନ୍ତି। ରାତିରେ ଖାଇସାରି ଯେତେବେଳେ ସେମାନେ ଶୋଇଛନ୍ତି, ସେମାନେ ସ୍ୱାମୀ ସ୍ତ୍ରୀ ଭାବିଲେ, ସ୍ୱାମୀ ବିଷ ଆଣିକି ରଖିକି ସ୍ତ୍ରୀକି ଡାକିକି ଯେତେବେଳେ କହିଲେ,
भगवान आमे विष पान करदेवा कहीं ना आम घर को जो साधु फेरीजे मुझे सह्य करें पूर्व बर मरीजा भल तांको पत्नी कहले तुम्हें मरीगले मु कौन तुम बिना रहीपरि तुम्हें हूँ मोर सर्वस्व आम दुई जन सांग होकर मरीजा ना ना तुम्हें मले आम पुत्र अनाथ हो रामदास कथा शुणी कहले भगवान तो सब विश्व को पालन कर भगवान से कथा बुझे यही कथा भावी से माने विष पात्र को लुचाई रखिले एवं अपेक्षा कले केतबेले पुत्र शोई पड़िबो ए कथा जानी प्रभु श्रीराम निद्रा देवी को डाकी तीन को निद्रा मोहित करने एवं निजे रामदासंकर बेश धरी संगरे स्वर्ण किछि भारुआ मान धरी से भारे स्वर्ण रत्न सब भरी साहुकार मान घर को जाउछंती तापर आसंत आम श्रवण करवा कौन है प्रभु श्री रामचंद्र महाप्रभु से रामदासंक स्वरूप माया रे हेले जे से रूप संगते घेनी दास जन बुहाई साधुंकर धन छामुरे दिहुड़ी लगाई विजय कले भावग्राही साधुंक द्वारे विजय करी डाकिले धनी नाम धरी बहन होई उठी आस आंभे आसीछु रामदास दैबे कंठ आज दीन नियत ऋण देवा धन शुणी साधु तो बेगे उठी द्वारे प्रभुंकु जाई भेटी सुर जोगिंद्र मुनि माने जहा चिंतन्ति दिव्य ज्ञाने भक्त को ऋण देवा फले ताहांकु देखी चर्म डोले जामाया देवे अगोचर काहू जानिब नर छार प्रभु श्री रामचंद्र साधु को डाकिले हे साधु मु रामदास आसीची तुमे देइथिबा धनर आज होची कंठ पुरुछि तुमे धन नियो एठी दाढ़त्य भक्ति रस कहउचंती जो प्रभु को भक्त बा साधु सन्थ माने देखिबा पई वर्ष वर्ष धरी तपस्या करुछंती ए धनिक साधु को किछि धन ऋण देइथिबा जोगु आज साक्षात रे चर्म चक्षुरे भगवान को दर्शन लाभर सुजोग पाइछि भक्तर सेवा कले भगवान जे केते खुशी होंती ताहा एठी दाढ़त भक्ति रसर एक ज्वलंत उदाहरण एठी प्रस्तुत करा जाइछि भक्त को ऋण देवा फले प्रभु को देखिले चर्म डोले जामाया देवे अगोचर काहू जानिब नर छार जहांकु देवता माने जानि पारु नाहंती ताहांकु साधारण मनुष्य किपरि जानि परिबो अच्छा निज खातक प्राय मणि बोइले सुण मोर बाणी एड़े निसारे काहीं पाई आइल कुहे गोस्वाई ता शुणी जगत जीवन बोइले सुण मो बचन पदार्थ नथिबारु मोते कहू जे थिलु नाना मोते आज प्रवण हेला बीत रखिबा नुहई उचित लेखि देवा जे धन तोर मिसाई मूल कलंतर सुनिया गणी घेनी जाओ आंभर गोजा गोटी दियो एमंत बोली धन देले ताठारु गोजा घेनी गले बोइले सुण हे साधु तो आगे कहू अछि सत एबे मु कहू अछि तते बेय तु साधुंक निमंते जेते लागिबो देउथिबु से धन आंभे सुझी जीवु आंभे खातक साहू तुम्भे अरे एथकु किंपा डर तुम्भे एमंत आज्ञा ताकू देले सेठारु विजय करी गले एहिपरि भावरे प्रभु श्री रामचंद्र धनिक को कहले जेतबळे मु आसीबी साधुंक पई किछि धन नेबा पई तुमे दबो तुमे साधु तुमे धनिक तुमे तम पाखे धन अछि तुमे हमकु धन दबो आमे कालक्रमे तुमर धन को सुझी देबु तुमे दउना कोन पई एहिपरि कही ताकू आज्ञा देले तू आम्बंगु धन देबा पई काई डरुछु एवं एहिपरि कही ताठारु जो ऋण पई जो चुक्ति पत्र हेताए ताकू नेई प्रभु श्री रामचंद्र सेठारु विदाय नेले यही प्रकारे जेते साहू ए तो
रामदास बहुत धनी लोक ऋण नहीं। प्रभु श्रीरामचंद्र समस्त घर को जाई से ऋण को सुझी देउचंती किपरि ना यही प्रकारे जेते साहू सभिंक द्वारे महाबाहू सुनिया मान गणी देले समस्त गोजा घेनी गले चली न गले से तोरी सतोरे मन अछई भक्त ठारे प्रवेश दासंक भुवने विजय कले समिस्ताने विष ताटिया करे धरी फिंगिण देले दूर करी सही ताटिया परे गोजा रक्षीण देवाधी देव राजा एपरि भाव रे प्रभु श्रीरामचंद्र सही गोजा अर्थात चुक्ति पत्र को नहीं विष फोपाड़ दे विष ताटिया ऊपर रखिले अंतर हेले भावग्राही एमंते गला रात्र प्राही रात्र न पाणु प्रभु सेठार अंतर्ध्यान होइछंती काक कुकुटर डिशुणी निद्रा तेजिले बेनी प्राणी रटी प्रभुंक नाम गुण पति बोइले पत्नी शुण मु बड़ मंद कर्म कोली विषन भक्षी निद्रा गली देख पाहिला आसी रात्र एमंत बोली विष पात्र देखिले विष कहीं नाही पत्र जे खंड अछि के पत्र जे खंड केते अछि अरे बोइले कि अद्भुत हेला रखिबा विष केणे गला एमंत बोली पात्र धरी दीप लगाई पाठ करी आपणा नामे गोजा जानी बोइला शुण प्रियामणि एहा बत बड़ आचंबित केवल प्रभुंक आयत गरल पात्र केणे गला आंभर गोजा के आनिला केमंत जानिबा ए कथा मोर मन को लागे व्यथा एमंत कुहा कुही हंते आसीण मिलिले अतिथे बेल प्रहर अच्छी होई बसिले मठ द्वारे जाई ए समस्ते एक स्थाने बसी दास को अनेक प्रशंसी डाकिले आस रामदास कालीरु सर्वे उपवास आंभ चरचा बेगे कर शुणी ता शुणी मठरू बाहर साधुंकु करिण दर्शन विचार कले पंचमन एथकु कि बुद्धि करिबी काहाकु जाइण मागिबी साहू मानंक द्वारे गले महत सारिब मो भले एमंते विचारुछि चित्त साहू जे आसीण त्वरित बोलई शुण हे गोसाई मनरे दुख काहीं पाई सकाळ जाए न रहिल अर्धरात्र रे किंपांगल सुझी सकल साहू धन घेनिण अइले गोजा पुण रात्र पाहिबा जाए थिले के अबा तुम्भंकु दंडु थिले ता शुणी भक्त रामदास पुछई साधुंकर पास तुम्भंकु धन देला बळे देखिल टिकी चर्म डोळे आहा ता शुणी बोलंती साधु तो अरे गोजा देइछु तुम्भ हस्त तुम्भ आम्भंकु धन देई धन एबे कहुच ए मान ता शुणी भक्त अति भोळे धनी मानंकु धरी कोळे बोइले धन्य तुम्भे माने प्रभुंकु देखिल नयने मु केते पाप करिथिली दिने तो स्वप्ने न देखिली ताहा शुणी न महाजने अति पवित्र हेले मने बोइले निश्चय भक्त हिते विष्णु जे विजय साक्षाते हे रामदास तो कृपारु आंभे देखिलु महामेरु तो संगे नथिले व्यापार काहू देखंतु विश्वम्बर एबे आंभर कथा शुण दारा तनय धन प्राण आज आजु तू जहा कले कर चरणे शरण तुहर एमंते कही चली गले साधुंक पाई संचा देले ताहा देखिण रामदास समर्पी अतिथिंक पास निज पुरकु चली गले पुत्र भारिजा बसाइले कहिले सकल चरित शुणी से होइले आचंबित बोइले प्रभु विनान एहा के करिब भाजन प्राणी न जानी मूढ़पणे भ्रमु अछंती अकारणे जार महिमा चराचर पुरी रहिछि परात्पर चिंतिले नाही भय भ्रांति न चिन्ही जन्म मृत्यु पांति एठी दाढ़त भक्ति कहउचंती भगवान को जो माने चिंतंती बा भगवान को जो माने चिंतन करंती तांकर कोनोसी प्रकार भय रहे नहीं एवं जो माने भगवान को जानी न पारंती चिन्ही न पारंती
ସେମାନେ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲନ୍ତି। ଭୀମ ଭୋଇ, ସନ୍ଥ କବି ଭୀମ ଭୋଇ ତାଙ୍କର ଏକ ଭଜନରେ ସେ ରଚନା କରିଛନ୍ତି, ଚିହ୍ନି ଭଜିଲେ ଯାଇ ପ୍ରସନ୍ନ ହେବେ, ପରତେ ହେଲେ ତାଙ୍କୁ ଭୟ ନାହିଁ କାହାକୁ, ପରତେ ହେଲେ ତାଙ୍କୁ ଭୟ ନାହିଁ କାହାକୁ, ସଂଶୟ ଜୀବ ମନୁ ସେବ ପୟରେ, ଚିହ୍ନି ଭଜିଲେ ଯାଇ ପ୍ରସନ୍ନ ହେବେ। ଭଗବାନଙ୍କୁ ଚିହ୍ନିକିରି ଭଜନ କର। ଭଗବାନଙ୍କୁ କିଏ ଚିହ୍ନେଇବେ? ଯଦି ପ୍ରଶ୍ନ ଆସିବ ଆପଣଙ୍କ ମନରେ, କିଏ ଚିହ୍ନେଇବ ଭଗବାନଙ୍କୁ? ଗୁରୁପାଦ ପଦ୍ମ। କେବଳ ଗୁରୁଙ୍କର ଚରଣାଶ୍ରିତ ହୋଇ ଗୁରୁଙ୍କର ସେବା କିପରି କରାଯିବ? ଭଗବତ ଗୀତା କୁହନ୍ତି, ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷନ୍ତି ତେ ଜ୍ଞାନ ଜ୍ଞାନିନଃ ତତ୍ତ୍ୱଦର୍ଶିନଃ। ତତ୍ତ୍ୱଦର୍ଶୀ ଗୁରୁ ସିଏ ତତ୍ତ୍ୱଦର୍ଶନ କରାନ୍ତି। ଜଣେ ବିନୟ ଭାବରେ ଗୁରୁଙ୍କର ସେବା କରି ଗୁରୁଙ୍କୁ ପ୍ରସନ୍ନ କରିବାକୁ ହୁଏ ଏବଂ ଗୁରୁଦେବ କୃପା କରି ଗୋବିନ୍ଦଙ୍କୁ ଚିହ୍ନେଇ ଦିଅନ୍ତି, ଭଗବାନଙ୍କୁ ଚିହ୍ନେଇ ଦିଅନ୍ତି। ଚିହ୍ନି ଭଜିଲେ ଯାଇ ପ୍ରସନ୍ନ ହେବେ, ପରତେ ହେଲେ ତାଙ୍କୁ ଭୟ ନାହିଁ କାହାକୁ, ସଂଶୟ ଜୀବ ମନୁ ସେବ ପୟରେ। ଆହା ହା। ଆଚ୍ଛା, ହଉ। ଏମନ୍ତ ବୋଲି 3 ଜଣ ଚିନ୍ତିଲେ ଅନନ୍ତ ଚରଣ, ଏକଇ ଚିତ୍ତ ଏକ ମନ ହୋଇଣ ପ୍ରଭୁ ଲଛମନ, ପାଦ ପଦ୍ମରେ ଚିତ୍ତ ଦେଲେ ଦିବସ ରଜନୀ ବଞ୍ଚିଲେ ନିରତେ ପର ଉପକାର। ସାଧୁଙ୍କର ପ୍ରବୃତ୍ତି ହେଉଛି ପର ଉପକାର। ଚୈତନ୍ୟ ମହାପ୍ରଭୁ ବି ମଧ୍ୟ ସେଇ କଥା କହିଛନ୍ତି, ଭାରତ ଭୂମିତେ ହଇଲ ମନୁଷ୍ୟ ଜନ୍ମ, ଯାର ଜନ୍ମ ସାର୍ଥକ କରି କର ପର ଉପକାର, ପର ଉପକାରାୟ ସ୍ୱର୍ଗାୟ ପାପାୟ ପରପୀଡ଼ନମ୍। ନିରତେ ପର ଉପକାର କରିବା ମୂଳ ଅଟେ ତାର, ଏମନ୍ତ ବଞ୍ଚାଇଲେ ଦିନ ପ୍ରଭୁ ଚରଣେ ଦେଇ ମନ, ଶୁଣ ହେ ମନ ନୃପରାଣ ଦାନର। ଏମନ୍ତେ ବଞ୍ଚାଇଲେ ଦିନ ପ୍ରଭୁ ଚରଣେ ଦେଇ ମନ, ଶୁଣ ହେ ମନ ନୃପନାଥ ଦାନର ମହିମା ଏମନ୍ତ। ପାଷାଣ୍ଡ ଲୋକେ ଯେଉଁମାନେ ପରତ ନାହିଁ ତାଙ୍କ ମନେ, ଯେଓ ବା ଜାଣ ଇଏ ଭାବ ତାଙ୍କ ମାନଙ୍କୁ ଏ ଦୁର୍ଲଭ। କହଇ ରାମଦାସ ମନ ମୋ ପ୍ରଭୁ ମୂଳ ଲଛମନ, ସେପାଦ ପଦ୍ମରେ ନିରତ, ଭ୍ରମର ହେଉ ମୋର ଚିତ ମନ ଭ୍ରମରାରେ। ଏ ମନ ଭ୍ରମର, ତୁ ଶ୍ରୀ ହରି ବିଷ୍ଣୁଙ୍କର ପାଦ ପଦ୍ମରେ ଅର୍ପିତ ସେଇ ଦିବ୍ୟ ପଦ୍ମ ପୁଷ୍ପକୁ ଆଘ୍ରାଣ କାହିଁକି କରୁନାହୁଁ? ସାଧୁ ମାନଙ୍କ ପାଦ ଧୂଳି ମଣ୍ଡିତ ହେଉ ମୋ ମଉଳି, ଏମନ୍ତେ ଚୈତନ୍ୟ କଥା ଶୁଣି ଛାଡ଼ିବ ଭବ ବ୍ୟଥା, ସୁଜନ ଶୁଣି ହୁଅ ପାର ସମନ ଦଣ୍ଡରୁ ଧାର। ହେ ମୋର ପ୍ରିୟ ଭାଇ ଓ ଭଉଣୀ ମାନେ, ଆପଣ ମାନେ ଏହି ଦିବ୍ୟ ପବିତ୍ର କଥାକୁ ଶ୍ରବଣ କରି ଯମଦଣ୍ଡରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତ ହୋଇଯାଅ। କିସ କହିବ ରାମଦାସ ମୂଳଟି ଅଟଇ ବିଶ୍ୱାସ, ଇତିଶ୍ରୀ ଦାଢ଼ିତ ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ ରାମଦାସ ନାମ ଶତ ସପ୍ତମ ଅଧ୍ୟାୟ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଆଗାମୀ ଅଧ୍ୟାୟରେ ଆମ୍ଭେମାନେ ଶ୍ରବଣ କରିବା ରଘୁ ଅରକ୍ଷିତ ସମ୍ବାଦ। ରଘୁ ଅରକ୍ଷିତ ଭାଳେଣୀ ଚିତେ କରିଛି ଲୟ, ଠିକେ ମାତ୍ର ଶୂନ୍ୟମାନରେ ସ୍ୱାମୀ ଘୋଡ଼ାଇଥିବ। ଜୟ ଶ୍ରୀ ଶ୍ରୀ ରଘୁ ଅରକ୍ଷିତ, ଜୟ ଜଗନ୍ନାଥ।